ନିଆରା ଢଙ୍ଗରେ 33ତମ ଜନ୍ମଦିନ ପାଳିଲେ ରାଜଶ୍ରୀ ଅପା। ଜନ୍ମଦିନ ପାଳନ ଆପଣମାନେ ଦେଖିଥିବେ ସମସ୍ତଙ୍କର। ଆମେ ରାଜଶ୍ରୀ ଅପାର ଜନ୍ମଦିନ ନିଆରା କାହିଁକି ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ କହୁଛୁ କାହିଁକି ନା ଆଜି ଜନ୍ମଦିନରେ ଯାହା କଲେ ଆମ ଆଖିରେ ଖୁସିର ଦୁଇଟୋପା ଲୁହ ବହିଗଲା। ହଁ ଦର୍ଶକ ବନ୍ଧୁ, ଏଇ କିଛି ଦିନ ପୂର୍ବରୁ ସାପ କାମୁଡ଼ାରେ ଜଣେ କାର୍ଯ୍ୟରତ ନର୍ସର ଦେହାନ୍ତ ହୋଇଯାଇଥିଲା। ମା ଛେଉଣ୍ଡ ପୁଅଟିକୁ ଆଦରି ନେଇ ନୂଆ ଡ୍ରେସ୍ ପିନ୍ଧାଇଲେ ଓ କହିଲେ କି ସେ ଯେତେବେଳେ ପାଠ ପଢ଼ିବ ତାକୁ ସମସ୍ତ ପ୍ରକାରର ସାହାଯ୍ୟର ହାତ ବଢ଼ାଇବି ଓ ତାକୁ ମୋ ପୁଅକୁ ଯେମିତି ଭଲ ପାଏ ତାକୁ ମଧ୍ୟ ମୋ ପୁଅ ପରି ସ୍ନେହ ଓ ଭଲ ପାଇବା ଦେବି। ସେ କହିଲେ କି ପ୍ରତ୍ୟେକ ଜନ୍ମଦିନ ଏମିତି ପାଳିବା ପାଇଁ, ପ୍ରତ୍ୟେକ ଜନ୍ମଦିନରେ ସମସ୍ତଙ୍କ ଓଠରେ ଟିକେ ହସ ଫୁଟାଇବା ପାଇଁ। ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ ଦୁଇ ପଦ। ବ୍ୟୁରୋ ରିପୋର୍ଟ, ଓଡ଼ିଶା 24 ନ୍ୟୁଜ୍। ଆପଣମାନଙ୍କ ପାଖକୁ ଆସିଲି ଏଇଥିପାଇଁ ମୋ ଖୁସିରେ ଆପଣମାନେ ସାମିଲ ହୁଅନ୍ତୁ। ମୋ ଜନ୍ମଦିନର ମୋତେ ଟିକେ ଆଶୀର୍ବାଦ କରନ୍ତୁ। ମୁଁ ସବୁବେଳେ ଆପଣମାନଙ୍କ ପାଖରେ ଆସି ଠିଆ ହେଇପାରୁଥିବି, ସାହାଯ୍ୟ ସହଯୋଗ କରିପାରୁଥିବି। ଆଜ୍ଞା।